ଏ, ଆଜି ଆମେ ପଢିବା ଆମ ଚତୁର୍ଥ ଶ୍ରେଣୀ ସାହିତ୍ୟ କଳିକା ବହିର ଏକ ସୁନ୍ଦର ପଦ୍ୟଟିଏ ଭଲ କି କରିନି ମୁହିଁ। ଏହାକୁ ଲେଖିଛନ୍ତି କୃଷ୍ଣଚନ୍ଦ୍ର କର। ତାହେଲେ ପିଲାମାନେ ଭଲ କି କରିନି ମୁହିଁ ମାନେ ମୁଁ କଣ ଠିକ କାମ କରିନି, ତାହେଲେ ସେ କଣଟେ କରିଦେଇଛି କି ପିଲାମାନେ। ପିଲାମାନେ ଦେଖିବା ପିଲାମାନେ ତମେ ମାନେ ପୂର୍ବରୁ କେବେ ଶୁଆ ସାରି କିଛି ବଣର ଜୀବଜନ୍ତୁକୁ ଆମେ ପାଳିଛେ କି? ପଶୁ ପକ୍ଷୀଙ୍କି ଆମେ ଯଦି ପାଳିଥିବା ତାହେଲେ ଏଇ ବିଷୟରୁ ଆମେ କିଛି ଜାଣିବା, ଯଦି ନ ପାଳିଥିବା ବି ଜାଣିବା। ଆମେ ପଶୁ ପକ୍ଷୀଙ୍କୁ ପାଳିବା କି ନ ପାଳିବା। ତାହେଲେ ଦେଖ ପିଲାମାନେ, ବାଳୁତ ସୁରୁଜ ନ ଉଠୁଣୁ ଆଜ ହସର ଆଲୁଅ ବୁଣି, ଧଡ଼ ପଡ଼ ହୋଇ ଉଠିଲି ବୋଉଲୋ ଶୁଆ ସାରି ଡାକ ଶୁଣି। ତାହେଲେ ପିଲାମାନେ ମୁଁ ଯେତେବେଳେ ଛୋଟ ପିଲା ଥିଲି ହେଲା, କଣ ଆଲୁଅ ପଡ଼ିନଥିବ, ଅଳ୍ପ ଅଳ୍ପ ପଡ଼ୁଥିବ, ଶୁଆ ସାରିର ଡାକ ଶୁଣି ମୁଁ ଉଠି ପଡ଼ିଲି। ପିଞ୍ଜରାରୁ କାଢ଼ି ଦେଲି ଯେବେ ଝାଡ଼ି, ଡେଣା ଝାଡ଼ି କେତେ କେଡ଼େ ସୁଖ, ଉଡ଼ି ଉଡ଼ି ସେ ଯେ ମିଶିଗଲେ କାହିଁ ଗହନ ବନର ବୁକେ। ତାହେଲେ ପିଲାମାନେ ସେ କଣ କହୁଛି, ଯେତେବେଳେ ମୁଁ ଗୋଟେ କଣ ମନେକର ଶାରୀଟିକୁ ମୁଁ ପିଞ୍ଜରାରୁ କାଢ଼ି ଦେଇକି କଣ କାଢ଼ିଦେଲି, ଯେତେବେଳେ ସେ ତାର ଡେଣା ଝାଡ଼ି ଆକାଶରେ ଉଡ଼ିଗଲା, ହେଲା ଜଙ୍ଗଲରେ ପୁରା ଘୁରି ବୁଲିଲା। ତାହେଲେ କଣ ଏଠି ପିଲାମାନେ ବୁଝିବାକୁ ଚାହୁଁଛନ୍ତି କବି? କହ ବୋଉ କହ ତୁହି ଉଡ଼ାଇ ଦେଇ ତୋ ପୋଷା ଶୁଆ ସାରି ଭଲ କି କରିନି ମୁହିଁ। ତାହେଲେ ସେ ତା ବୋଉକୁ ପିଲାଟି କହୁଛି, କଣ କହୁଛି? ମୁଁ ତାହେଲେ ତୋ ପୋଷା ଶୁଆ ସାରିକି ଉଡ଼େଇ ଦେଇକି ଭଲ ଠିକ କରିନି। ସେ ଆକାଶରେ ଉଡ଼ି ଉଡ଼ି ବୁଲିବ, ଗୀତ ଗାଇବ, ତାହେଲେ ମୁଁ ଠିକ କରିଛି କି ନାଇଁ ତୁ କହ। ଆଉ କଣ ପିଲାଟି କରିଛି ତା ବୋଉକୁ କହୁଛି, ଚମ ଧୁଡ଼ୁ ଧୁଡ଼ୁ ଫୁଙ୍ଗୁଳା ବୁଢ଼ାଟି ଦେଖିଲି ସଡ଼କ ଦାଡ଼େ, ଦିହ ଥୁରୁ ଥୁରୁ ବାଳ ପୁରୁ ପୁରୁ ମାଘର ବାଘୁଆ ଜାଡ଼େ। ପିଲାମାନେ ମାଘ ମାସରେ ବହୁତ ଶୀତ ହୁଏ। ସେଇ ଶୀତରେ ଗୋଟେ ବୁଢ଼ା ଲୋକକୁ ମୁଁ ଦେଖିଲି, ହେଲା ପୁରା ତାର କଣ ଦେହ ପୁରା ଥର ଥର ହଉଛି, ଯାକୁ ଥୁରୁ ଥୁରୁ ହେଲା ବାଳ ପୁରା ଫୁରୁ ଫୁରୁ ହେଇଯାଇଛି, ପୁରା ନଖରା ହେଲା ତା ଦେହରେ କଣ ପୁରା ଶୀତ ମାଡ଼ି ବସିଛି। କାଲୁଆ ବାର ଭାବୁକା ମାଡ଼ରୁ ବରତିବ ବୋଲି ସିଏ, ଦିହରୁ କାଢ଼ି ମୋ ଲାଲ ଶାଲ ଟିକି ଘୋଡ଼ାଇ ଦେଲି ତା ଦେହେ। ତାହେଲେ ପିଲାଟି କହୁଛି ତା ବୋଉକୁ, ହେଲା କାଲୁଆ ବାର ହାବୁକା ମାଡ଼ରୁ ବରତିବ ବୋଲି ସିଏ, ମାନେ ଏଇ ଯୋଉ ଏତେ ପ୍ରବଳ ମାତ୍ରାରେ ଶୀତ ହଉଛି, ସେ ଶୀତରୁ ରକ୍ଷା ପାଇବ ବୋଲି ସିଏ କଣ ମୋ ଦେହରୁ କାଢ଼ିକି ତା ଦେହରେ କଣ ଶାଲଟିକୁ ଘୋଡ଼େଇ ଦେଲି। କହ ବୋଉ କହ ତୁଇ ନିଶାହା ବୁଢ଼ାକୁ ଶାଲଟିଏ ଦେଇ ଭଲ କି କରିନି ମୁହିଁ। ସେଇ ବୁଢ଼ାଟାକୁ ମୁଁ ଶାଲ ଦେଇକି ଠିକ କରିନାହିଁ କି? ବଣ ଶୁଆ ସାରି ବଣେ ଉଡ଼ି ଗଲେ ଆପଣା ଜନମ ଥାନେ, ସାଥୀ ମେଳେ ଏବେ ଗାଉଥିବେ ଡାଳେ ମନ ଉଲାସିଆ ତାନେ। ତାହେଲେ ପିଲାମାନେ ବଣର ଶୁଆ ସାରି ସେ ପୁଅଟି ତା ମାଆକୁ କହୁଛି, ସେ ବଣରେ ଉଡ଼ିଗଲେ, ତାଙ୍କ ଜନ୍ମ ସେଇଠି, ସେ ସେଠି ତାଙ୍କ ସାଙ୍ଗସାଥି ଅଛନ୍ତି, ତାଙ୍କ ସାଙ୍ଗସାଥି ସହିତ ସେଠି ଗୀତ ଗାଇକି ସେ ମନ ଉଲ୍ଲାସରେ ବୁଲୁଥିବେ। ଆହୁରି କଣ, ଶାଲ ପାଇ ବୁଢ଼ା ଶୀତ ହେମାଳରୁ ଏ ଶାଲଟି ଯିବ ତରି, ତୋ ପଣତ ପରା ଶୀତ ବାରଣି ମୋ ଶାଲ କି ହେବ ତା ସରି। ତାହେଲେ ସେ ବୁଢ଼ାଟି ସେ ଶାଲଟିକୁ ପାଇ ତା ଦେହରେ ଆଉ ଶୀତ ବାଜିବନି। ମୋର କଣ ସେଇ ଶାଲ ଦରକାର, ତୋ ପଣତ ବା ଅଛି ମତେ ଘୋଡ଼େଇ ଦବା ପାଇଁ। କହ ବୋଉ କହ ତୁହି ନିଆସି ମନରେ ସୁଖ ଟିକେ ଦେଇ ଭଲ କି କରିନି ମୁହିଁ। ତାହେଲେ ତା ବୋଉକୁ ସେ ପଚାରୁଛି, ସେଇ କଣ ଅସହାୟ ଲୋକମାନଙ୍କ ବୁଢ଼ାଟିର ମନରେ ଅସହ୍ୟ ପକ୍ଷୀଟାର କଣ କୁ ଉଡ଼େଇ ଦେଇ ମୁଁ ଠିକ କରିନି କି? ତାହେଲେ ପିଲାମାନେ ଭଲ କାମ କରିଛି। ଆମେ କେତେବେଳେ କଣ ପଶୁ ପକ୍ଷୀ କି ପାଳିବା ନାହିଁ, କାରଣ ସେମାନଙ୍କ ପିଲାମାନେ ଆମକୁ ନେଇକି ଜଣେ ପାଳିବ। ଭାବିଲ ଆମକୁ ନେଇ ଗୋଟେ ରୁମରେ ବନ୍ଦି କରି ରଖିବ, ଖାଇବାକୁ ଦବ, ପିଇବାକୁ ଦବ, ସବୁ କରିବାକୁ ଦବ, ଆମେ ରହିବା ନାହିଁ? କାରଣ ଆମେ ବୁଲିବାକୁ ଇଚ୍ଛା, ସେଠି ପଶୁ ପକ୍ଷୀଙ୍କର ବୁଲିବାକୁ ଇଚ୍ଛା ନାହିଁ। ଆମର ପରିବାର ଦରକାର, ତାର ବି ତା ପରିବାର ସହିତ ରହିବ, ହେଲା। ତାହେଲେ ଅନ୍ୟକୁ ସାହାଯ୍ୟ କରିବା। ତାହେଲେ ମାଟି ତା ପୁଅ ମୁଣ୍ଡରେ ହାତ ଦେଇ କହୁଛି, ତୁ
ଠିକ୍ କାମ କରିଛୁ।